जय जय श्री जगन्नाथ, जय जय श्री जगन्नाथ, जय जय श्री जगन्नाथ। प्रिय दर्शक बंधु, आज किसी ओडिया भागवतर भगवान मुख निसृत अमृतवाणी पाठ करी ए कलिजुग भवसागर मुख्य प्राप्ति हवा उद्धार पाइबा एवं भगवान कृपा लाभ करवा। चलतु देखा आज शुभ मुहूर्त ओडिया भागवतर किसी अमृतवाणी आपको प्रतिदिन श्रद्धार सहित भक्तिर सहित जी पाठ करे से निश्चित भाव में कलिजुगर भवसागर मुख्य प्राप्ति हम एवं यह प्रतिदिन पाठ करी एवं निजे निजर कर्म आपको विनियोग करी एवं उपयोग करी ये कलिजुग भवसागर पारी हूँ। चलतु देखा आज ओडिया भागवत। ओं नमो भगवते वासुदेवाय। ओं नमो भगवते वासुदेवाय। ओं नमो भगवते वासुदेवाय। जय जगन्नाथ स्वामी नयन पथगामी भवतु मे। नीलाद्रौ शंख मध्ये शतदल कमले रत्नसिंहासनस्थं सर्वालंकारयुक्तं नवघन रुचिर संयुक्तं चाग्रजेन भद्रायं वामभागे रथचरणद्युतं ब्रह्मरुद्रेन्दु सेव्यं देवानां सारमीशं स्वजन परिवृतं ब्रह्मदारु स्मरामि ब्रह्मदारु स्मरामि। ओम कृष्णाय वासुदेवाय हरये परमात्मने प्रणत क्लेशनाशाय गोविंदाय नमो नमो। प्रिय दर्शक बंधु, चलतु आज ओडिया भागवतर दशम स्कंध नवम अध्याय पाठ करिबा। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयते। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानंद माधवं। परम शास्त्र भागवत अभ्यास करुथिब नित्य। ये हूँ परम शास्त्र, आपको प्रतिदिन अभ्यास करंतु एवं कलिजुगर भवसागर मुक्ति पातु। चलतु देखा आज दशम स्कंध गोपलीला नवम अध्याय। श्री शुक उवाच। शुण अभिमन्यु कुमार कहती सुख मुनिवर गर्ग वंशरे मुनि जात जादव वंश पुरोहित धार्मिक पणे सम नाही वासुदेव आणिला राई बसाई पूजिला पयर एकांत कही उतर भमुनी नंद घरे मोर अछंती बेनिजे कुमर कंसर डरे मु लुचाई ओइली तुम्बकु न कही एबे गोपकु तुम्बे जाओ मोर पुत्र को नाम दियो यह जानिबो एकानंद आन जानिले हेब मंद। ओं नमो भगवते वासुदेवाय। वासुदेवर बोलो शुणी गोपे चलिले आज्ञा घेनी
ସାମଗାୟନ କରି ଧୀରେ ମିଳିଲେ ନନ୍ଦର ମନ୍ଦିରେ। ଦେଖିଆ ସନୁ ନନ୍ଦ ଉଠି ଥକାଏ ଓଇଲେ ପାଛୋଟି। ବସାଇ ଚରଣେ ପଖାଳି ପୂଜିଲା ଘେନି ଅର୍ଘ୍ୟ ଥାଳି। ଆନନ୍ଦେ କରାଇଣ ମନ କହଇ ମଧୁର ବଚନ। ଭମୁନି ହୋଇଲେ ନିର୍ମଳ ଘେନି ତୁମ୍ଭର ପାଦ ଜଳ। ଭୂତ ଭବିଷ୍ୟ ବର୍ତ୍ତମାନ ଏଣେ ତୁମ୍ଭର ଦିବ୍ୟ ଜ୍ଞାନ। ଅନେକ ପୁଣ୍ୟ କରିଥିଲି ତେଣୁ ତ ଚରଣେ ପୂଜିଲି। ଅନ୍ତପୁରକୁ ମୁନି ଦେଇ ଏକାନ୍ତେ କହଇ ବସାଇ। ଶୁଣ ପଣ୍ଡିତ ଚୂଡ଼ାମଣି ମୋ ଘରେ ଅଛଇ ରହଣି। ବସୁଦେବର ଏତନୟ ଏବେ ହୋଇଲା ମୋର ପୁଅ। ନାମକରଣ ଆଜି କର ପ୍ରସନ୍ନ ହୋଇ ମୁନିବର। କ୍ଷତ୍ରିୟ ସ୍ୱଭାବେ ଚୁକତେ ସଂସାରେ କରବେନି ସୁତେ। ମୁନି କହନ୍ତି ନନ୍ଦ ଚାଇ ଏକଥା ମତେ ନ ଜଗାଇ। ଓଂ ନମଃ ଭଗବତେ ବାସୁଦେବାୟ। ମୁଁ ଯଦୁ ବଂଶ ପୁରୋହିତ ଏକଥା ଜାଣନ୍ତି ଜଗତ। ତୋହର ଘରେ କାର୍ଯ୍ୟ କଲେ କଂସା ଜାଣିବ ଏହା ଭଲେ। ବସୁଦେବର ପୁତ୍ର ହେଇ ପୂର୍ବେ ଅମ୍ବିକା ଗଲେ କହି। ଦେବକୀ ଅଷ୍ଟମ ଗର୍ଭର ନିଶ୍ଚୟ ହୋଇଲା କୁମର। କେ ଅବା ଆସିଅଛ ତୁଇ ପୁରୋହିତ ଯେ ଗଲେ ତହିଁ। ହେମନ୍ତେ ବିଚାରି ଅସୁର ଘେନାଇ ଯିବ ମଧୁପୁର। ନେଇ ମାରିବ ବେନିବାଳ ଏକଥା ଅନର୍ଥର ମୂଳ। ଶୁଣି ବୋଲାଇ ନନ୍ଦରାଏ ଭମୁନି ନାହିଁ ତୋର ଭୟ। ତ ତହୁଁ ନ ଜାଣିବେ ଆନ ଏମନ୍ତେ ଅଛି ମୋର ସ୍ଥାନ। କହି କରାଉ ସାବଧାନ ଆଣିଲା ହୋମର ବିଧାନ। ଦ୍ୱିଜ ବ୍ୟବହାର ସୂଚିମନ୍ତ ସଂସ୍କାର କଲେ ବେନି ସୁତ। ନନ୍ଦଙ୍କୁ କହନ୍ତି ବଚନ ଶୁଣହି ପୁତ୍ରଙ୍କର ନାମ। ଓଂ ନମଃ ଭଗବତେ ବାସୁଦେବାୟ। ରୋହିଣୀ ସୁତ ଏ ସୁନ୍ଦର ଗୁଣେ ଗୁଞ୍ଜିବ ସୁର ନର। ରାମ ଏହାର ନାମ ହେଉ ଦେଖ ଆଜାକୁ ବେନି ବାହୁ। ଗୋବିନ୍ଦ ଆଜ୍ଞା ପାଇ ପୂର୍ବେ ଦୁର୍ଗା ଆକର୍ଷି ଅଛି ଗର୍ଭେ। ତେଣୁ ୟା ନାମ ସଂକର୍ଷଣ ଦେଖ ରୂପ ବିଚକ୍ଷଣ। ଏ ଯେ ତୋହର ନିଜ ସୁତ ଏହାର ଗୁଣ ଅପ୍ରମିତ। ଏ ଯେତେ ଜନ୍ମ ମହି ତଳେ ମୁହିଁ ଜାଣଇ ଯୋଗ ବଳେ। ଯୁକତେ ଅନ୍ୟ ଏ ଅନ୍ୟ ବର୍ଣ୍ଣ ଆବର ଯେତେ ଗୁଣ କର୍ମ। ନାମ ଏହାର ଅଛି ଯେତେ କହିବି ଶୁଣ ଏକ ଚିତେ। ଶ୍ଵେତ ଶୋଣିତ ପୀତ ଶ୍ୟାମ ଯୁଗକୁ ଯୁଗ ଅନୁପମ। ଏବେ ଏହାର କୃଷ୍ଣ ନାମ ଦୃଷ୍ଟ କରିବ ବିନାଶନ। ଓଂ ନମଃ ଭଗବତେ ବାସୁଦେବାୟ। ପୂର୍ବେ ବାସୁଦେବ ଘରେ ଜନ୍ମିଲେ ଦେବକୀ ଉଦରେ। ପିତା ଏହାର ବସୁଦେବ ତେଣୁ ଏହା ନାମ ବାସୁଦେବ। ଦେଖ ଏହାର ବର୍ଣ୍ଣ ଚିହ୍ନ ପ୍ରତ୍ୟକ୍ଷ ବିଷ୍ଣୁର ସମାନ। ଯେତେକ ନାମଟି ଏହାର ଅଳ୍ପ ଜାଣଇ ଦେବବର। ଏହା ଚରଣ ଆଶ୍ର କରି ପ୍ରାଣୀ ତରନ୍ତି ଭବବାରୀ। ପ୍ରଥମ ଯୁଗ ଏହା ଗୁଣ ଭବନନ୍ଦନ ସାବଧାନେ ଶୁଣ। ଭେଣୁ ରାଜାର ଅନ୍ତକାଳେ ଭୂମି କମ୍ପିଲା ଟଳମଳେ। ଏହାଙ୍କ ବଳ ଆଶ୍ରୟ କରି ସୁଖେ ବଞ୍ଚିଲେ ନର ନାରୀ। ଏହାଙ୍କ ସଙ୍ଗେ ଯାର ଭାବ ସେ ଘୋର ସଂସାରୁ ତରିବ। ଏଣେ ବିଶ୍ୱାସ ନନ୍ଦ କର ତରିବୁ ଭବ ମହାଘର। ଏମନ୍ତେ କହି ନନ୍ଦ ଆଗେ ମୁନି ମଥୁରା ଗଲେ ବେଗେ। ନନ୍ଦ ସନ୍ତୋଷ ମନେ ଶୁଣି ରାମଙ୍କୁ ଘେନିଲା ରୋହିଣୀ। ଯଶୋଦା କୃଷ୍ଣ ଘେନି କୋଳେ ସ୍ତନ୍ୟ ପିଆନ୍ତି ସୁଖ ବଳେ। କେତେକ ଦିନ ତହିଁ ଗଲା ଶୁଣ ଅଭିମନ୍ୟୁ ବଳା। ଦିନେକ ରାମ ଶିରୀଧାର ମଦିରୁ ହୋଇଲେ ବାହାର। ଚାଲନ୍ତି ଆଗେ ଗୁଳ ଗୁଞ୍ଜା କ୍ଷଣ କ୍ଷଣକେ ପଛ ଘୁଞ୍ଚା। ଓଂ ନମଃ ଭଗବତେ ବାସୁଦେବାୟ। ଚରଣେ ନୂପୁର ବାଜେଣି କରେ କଙ୍କଣ କଣ୍ଠେ ମିଳିମଣି। ମିଳନ୍ତି ଗୋପୀଙ୍କ ଅଗଣା କର୍ଦ୍ଦମେ ପଡ଼ି ହନ୍ତି ବଣା। ଚରଣେ ରୁଣୁ ଝୁଣୁ ନାଦେ ଗୋବିନ୍ଦ ଖେଳନ୍ତି ଆନନ୍ଦେ। ଦେଖି ଧାମନ୍ତି ବେନି ମାଏ ରାମକୃଷ୍ଣର ପଙ୍କ କାଏ।
କୋଳେ ବାସଇ ଘରେ ଆଣି ଅଙ୍ଗ ଧୁଅନ୍ତି ବାସ ପାଣି ଝିନ ବସନେ ପୋଛି ଦେହ କ୍ଷଣ କ୍ଷଣକ ମାୟା ମୋହ ବେନି ମାତାଏ କୂଳ ଧରି ସ୍ତନ୍ୟ ପିଆନ୍ତି ପେଟ ଭରି ତୁଣ୍ଡରେ ଦୁଇ ଦୁଇ ଦନ୍ତ ଦକ୍ଷିଣ ଯଶୋଦା ଔଷତ ରୋହିଣୀ ଦକ୍ଷିଣ ସାନନ୍ଦ ପୁତ୍ରକୁ କୋଳ କଲାନନ୍ଦ ଦିନକୁ ଦିନ ବଳିୟାର ବଢ଼ନ୍ତି ରାମ ଦାମୋଦର ଓଂ ନମୋ ଭଗବତେ ବାସୁଦେବାୟ। ଅଧିକେ ବାଳକର ମେଳ ଗୋପୀ ଯେ କରିଥାନ୍ତି କୋଳେ ଖେଳନ୍ତି ଗୃହ ଦାଣ୍ଡ ଭାଗେ ବାଛୁରୀ ମାନଙ୍କର ସଙ୍ଗେ ଉଠନ୍ତି ବଚ୍ଚାଙ୍କ ଉପରେ ଧୂଳି ଧୂସର କଳେବର ବଚ୍ଚା ଯେ ପଳାନ୍ତି ଉଠି ଲାଙ୍ଗୁଳ ଧରି ଚଂସା ଉଣ୍ଟି ପୁଣି ପଳାନ୍ତେ କର ଛାଡ଼ି ତଳେ ପଡ଼ନ୍ତି ମୁହଁ ମାଡ଼ି ତୁଣ୍ଡରୁ ଗଳଇ ରୁଧିର କାନ୍ଦନ୍ତି ବ୍ରହ୍ମାଣ୍ଡ ଠାକୁର ଘରୁ ବାହାର ହୋଇ ଗୋପୀ କୃଷ୍ଣଙ୍କୁ ଚାହାନ୍ତି ନିରୋପୀ କୋଳେ ଧରିଣ କୃଷ୍ଣ ନେଇ ଧୂଳି ପୋଛନ୍ତି ବସ୍ତ୍ର ଦେଇ ଘରେ ସୁଆଉଁ ବସ୍ତ୍ର ପଡ଼ି ପାଡ଼ି ଲୋଟନ୍ତି ପୁଣି ତଳେ ପଡ଼ି କ୍ଷଣକେ ହୁଅନ୍ତି ବାହାର କ୍ଷଣ କ୍ଷଣକେ ଅଗ୍ରସର ଗୋପୀ ଧରନ୍ତି ଯାଇ କୋଳ ଚୁମ୍ବନ ଦେନ୍ତି କୌତୂହଳ ନନ୍ଦର ଘରେ ଦେନ୍ତି ନେଇ କହନ୍ତି ଯଶୋଦାକୁ ଚାହିଁ ଏ ତୋର କେବଳ ବିଚାର ପୁତ୍ର ନ ଦେଖି କିମ୍ପା ଘର ଏକ ବାଳକ ନ ସମ୍ଭାଳୁ ବିପଦେ ପଡ଼ିଣ ସେ ଭାଳୁ ଦିନକୁ ଦିନ ଅପ୍ରମିତ ଘରେ ନ ରହନ୍ତି ଅନନ୍ତ ଗୁଳଶୃଙ୍ଗ ଧରନ୍ତି ନାଚନ୍ତି ଅଗ୍ନିର ନିକଟେ ବୁଲନ୍ତି ଡେରିଲେ ଖଣ୍ଡାକୁ ଚାଲନ୍ତି ଅଶ୍ୱର ପାଟିରେ ସେ ଧରନ୍ତି କଣ୍ଟା ଉପରେ ପଡ଼ିଯାନ୍ତି ମାର୍ଜାର ପୁଅକୁ ଧରନ୍ତି ଖେଳନ୍ତି ଅତି ବଳିୟାର ଗୋକୁଳେ ରାମ ଦାମୋଦର ନିଜ ପୁତ୍ରକୁ ଧରି ଆଣି ପିଟନ୍ତି ଯଶୋଦା ରୋହିଣୀ ବେପାର ନ ପାରନ୍ତି କରି ପୁଣି ଆଣନ୍ତି କୋଳେ ଧରି ଦଣ୍ଡେ ରହନ୍ତି ମନ୍ଦିରେ ବୁଲନ୍ତି ଗୋପୀଙ୍କର ଘରେ ତୁଲ୍ୟ ବୟସ ଗୋପ ବାଳେ ଖେଳନ୍ତି ରାମକୃଷ୍ଣ ମେଳେ ଓଂ ନମୋ ଭଗବତେ ବାସୁଦେବାୟ। ଭାଙ୍ଗନ୍ତି କା ଦଣ୍ଡବାନ ବସ୍ତ୍ର କରନ୍ତି ଖଣ୍ଡ ଖଣ୍ଡ କାହାର ପିଅନ୍ତି ବାଛୁରୀ ଲବଣ ଖାନ୍ତି ଚୋରି କରି କନ୍ଦାନ୍ତି ଦୋଳିର କୁମଳ ପାଣି ଢାଳନ୍ତି କା ଉପରେ ସହି ନପାରି ଗୋପ ଲୋକେ ମିଳିଲେ ନନ୍ଦ ଘରେ ତୋକେ ଗୋପୀ କହନ୍ତି ଆଗ ବଢ଼ି ଯଶୋଦା ପାଦ ତଳେ ପଡ଼ି ସମ୍ଭାଳ ତୋର ଘର ଦ୍ୱାର ଆମେ ନଥିବୁ ଗୋପପୁର ସହିବୁ ଦୋଷ ଆଉ କେତେ ଶୁଣିବ କଲାକର୍ମ ଯେତେ ଜୀବିକା ବୁଡ଼ିଲା ଆମ୍ବର ବାଛୁରୀ ମେଳ ତୋକୁ ମର ଘରେ ନଥାଉ ଯେତେବେଳେ ଚୋରି କରଇ ଅବହେଳେ ଶିକା ଦଉଡ଼ି କାଟି ଦେଇ ଲବଣୀ କାନ୍ଥେ ଲିପୁଥାଇ ବସ୍ତ୍ର ଚିଅରଇ ଘରେ ପଶି କହିଲେ ଯାଏ ବେଗ ଋଷି କାନ୍ଦେ ଖୋଳଇ ଲୁଚି ଲୁଚି କଥାରେ ଯାଉଥାଇ ଘୁଞ୍ଚି ଓଂ ନମୋ ଭଗବତେ ବାସୁଦେବାୟ। ଖୋଜିଣ ଦୁଧ ସର ଖାଇ ଭାଣ୍ଡର ଭିତରେ ମୁତଇ ଖାଇ ନ ପାରି ଯାର ଘରେ ଭାଣ୍ଡ ଭାଙ୍ଗଇ ତୋର କୁମର କିଛି ନ ପାଏ ଯାର ଘରେ ଉଠୋଇ ଦୋଳିରେ ଉପରେ ପୁଅ କନ୍ଦାଇ ପାଦ ଚାଲି ଘୋଡ଼ାଇ ଗଲେ ଦିଏ ଗାଳି ଏକ ଗୋପୀର କୋପ ଭରେ କହଇ ଯଶୋଦା ଆଗରେ ଯମୁନା ଗଲାବେଳେ ମୋର ଦ୍ୱାରେ ମିଳିଲା ତ କୁମର କବାଟ ଫିଟାଇ ମୋହର ଘରେ ପଶିଲା ଯେନେ ଚୋର ତା ଦେଖି ବାହୁଡ଼ିଲେ ମୁହିଁ ଜଳା କବାଟି ବାଟେ ଚାହିଁ ଶିକାରେ ଅଛି ମୋର ସ୍ୱର ଗମ୍ଭୀରି ବଢ଼ାଇ ଅନ୍ଧାର କିଛି ନ ପାଇ ମୋର ଘରେ ପଶିଲା ଗମ୍ଭୀରି ଭିତରେ କି ମନ୍ତ୍ର ଜାଣେ ତୋର ପୁଅ ଗୋଟିଏ ଚନ୍ଦ୍ର ଜିଣି ଦେହ ଅନ୍ଧାର କଲା ତ ସେ କେଣେ ପୁଣ ଚାହିଁଲା ଏଣେ ତେଣେ ଦେଖିଲା ଶିକା ଅଛି ଉଚ୍ଚେ ହସ୍ତ ନ ପାଇଲା ବୁଢ଼ାନ୍ତେ ରୋଳ ଆଣିଲା ଧାରିକାର ଉଠିଲା ତଥିର ଉପରେ ସବୁ ଖାଇଲା ଦୁଧ ସର ତୁଣ୍ଡରୁ ନ ଆସେ ଉତ୍ତର
আরে গোপিয়ে হইয়া গ কোপ কহন্তি বেগ বেগ ভোমা তো গলি নীর আনি তো সুত খাইলা লবণী আসি হইলি বেগ ঘরে বসি পিড়াই উপরে বইলা গলু এতেবেলে তো ঘরে পଶିଥିଲା ଚୋର ମୁଁ ଏବେ ବସିଅଛି ଯୋଗୀ ଖାଇବି ଆନନ୍ଦରେ ମାଗି ଘରେ ପଶିଲି ବେଗ ମୁଇଁ ଚାହିଁଲା ଗଲାଣି ପଳାଇ ପୁଣି ପୁଣି ଗୋପିଏ ଆଗସର ବୋଇଲା ଶୁଣ ନନ୍ଦ ନାରୀ ଦିନେ ସେ ମୋର ଘରେ ଥିଲା କର ଅଞ୍ଜଳି ପ୍ରସାରିଲା। ओम नमः भगवते वासुदेवाय। इति श्रीमद्महाभागवते महापुराणे परमहंसायां संहितायां वयसिक्यां दशमस्कन्धे नंद यशोदा स्वरूप वर्णने नाम नवमोऽध्याय। ओम नमः भगवते वासुदेवाय।